ବାଲେଶ୍ୱରରେ ଶୁଭାରମ୍ଭ ହେଲା ମା ବଗଳା ଦେବୀଙ୍କ ଜନ୍ମୋତ୍ସବ ଓ ଶ୍ରୀ ପୀତାମ୍ବରା ସିଦ୍ଧ ମହାଶକ୍ତି ପୀଠର ତ୍ରୟୋଦଶ ବାର୍ଷିକ ଉତ୍ସବ। ବଡ଼ସିଂହାର ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା। ବାଲେଶ୍ୱର ଷ୍ଟେସନ ଛକରେ ଖୋଲିଛି 1 ଓ 2 ଗ୍ରାମ ଗୋଲ୍ଡ ଫର୍ମିଂ ଜୁଏଲାରୀ ଶୋରୁମ୍। ଆଜି ହିଁ ଆସନ୍ତୁ ଆଉ ବାଛି ନିଅନ୍ତୁ ଆପଣଙ୍କ ମନପସନ୍ଦର ଗହଣା। SJ ଜୁଏଲ୍ସ, ସମାଜ ଅଫିସ ତଳମହଲା, ଷ୍ଟେସନ ଛକ, ବାଲେଶ୍ୱର। ବାଲେଶ୍ୱର ସହର ଉପକଣ୍ଠ କୁରୁଡ଼ାସ୍ଥିତ ପୀତାମ୍ବରା ସିଦ୍ଧ ମହାଶକ୍ତି ପୀଠର ତ୍ରୟୋଦଶ ବାର୍ଷିକ ଉତ୍ସବ ଓ ପୀଠର ଅଧିଷ୍ଠାତ୍ରୀ ଦେବୀ ମା ବଗଳାମୁଖୀଙ୍କ ଜନ୍ମୋତ୍ସବ ଶୁଭାରମ୍ଭ ହୋଇଯାଇଛି। ଚଳିତ ବର୍ଷ ଏହି ଉତ୍ସବ ବେଶ୍ ଆଡମ୍ବର ସହକାରେ ଆୟୋଜିତ ହେଉଥିବା ଲକ୍ଷ୍ୟ କରାଯାଇଛି। ଉତ୍ସବର ପ୍ରଥମ ଦିବସ ସକାଳୁ ମା ବଗଳାମୁଖୀ ବଡ଼ସିଂହାର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଏଥିରେ ମାଙ୍କ ଭବନକୁ ପୁଷ୍ପ ଅଳଙ୍କାରରେ ଅତ୍ୟନ୍ତ ଆକର୍ଷଣୀୟ ଢଙ୍ଗରେ ସଜ୍ଜିତ କରାଯାଇଛି। ପରେ ମାଙ୍କ ସମେତ ପୀଠରେ ପୂଜିତ ଅନ୍ୟ ଦେବାଦେବୀଙ୍କ ଅଭିଷେକ ଓ ଅର୍ଚ୍ଚନା ସହିତ 3 ଦିନିଆ ଯଜ୍ଞ କର୍ମକାଣ୍ଡର ଶୁଭାରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ସରସ୍ୱତୀପୁର ଶିବ ମନ୍ଦିର ପୋଖରୀରୁ ଉତ୍ତୋଳିତ ଘଟ ଏକ ଶୋଭାଯାତ୍ରାରେ ବଗଳାମୁଖୀ ମନ୍ଦିରରେ ପହଞ୍ଚିଥିଲା। ଏଠାରେ 800 ମହିଳା ଭକ୍ତଙ୍କ ସମେତ ଅନେକ ଶ୍ରଦ୍ଧାଳୁ ଅଂଶଗ୍ରହଣ କରିଥିଲେ। ଚାଲି ପାରୁନି। ପରେ ଘଟ ସ୍ଥାପନ ସହ ପ୍ରଥମ ଦିନରେ ସୂର୍ଯ୍ୟପୂଜା, ଗୁରୁପୂଜା, ମଣ୍ଡଳା ଦର୍ଶନ, ଅଗ୍ନିସ୍ଥାପନ ଓ ଯଜ୍ଞାହୁତି ପ୍ରଭୃତି କର୍ମକାଣ୍ଡ ଅନୁଷ୍ଠିତ ହୋଇଥିଲା। ପୀଠାଧୀଶ ଆଚାର୍ଯ୍ୟ ରବିନାରାୟଣ ମିଶ୍ର ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଆଧ୍ୟାତ୍ମିକ ଉତ୍ସବରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଶତାଧିକ ବେଦଜ୍ଞ ବ୍ରାହ୍ମଣମାନେ ପୀଠରେ ପହଞ୍ଚି ଯଜ୍ଞାଦି କର୍ମ ସମ୍ପାଦନ କରୁଛନ୍ତି। ଉତ୍ସବର ପ୍ରଥମ ଦିବସରେ ମା ବିଜେ କରିଥିଲେ ଯଜ୍ଞ ମଣ୍ଡପକୁ। ଘଣ୍ଟ, ଘଣ୍ଟା, ଶଙ୍ଖ ଓ ହୁଳହୁଳି ଧ୍ୱନି ସହିତ ସଂକୀର୍ତ୍ତନ ମଧ୍ୟରେ ମାଙ୍କ ଆଗମନ ଦୃଶ୍ୟ ବେଶ୍ ଆକର୍ଷଣୀୟ ହୋଇଥିଲା। ମା ବଗଳାମୁଖୀଙ୍କ ସ୍ତୁତି ଓ ସ୍ତବ ପାଠରେ ସମଗ୍ର ଅଞ୍ଚଳରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଏହି ଅବସରରେ 108 ଜଣ ବ୍ରତଧାରୀ ସଂକଳ୍ପପୂର୍ବକ ବଗଳା ସପ୍ତଶତୀ ଚଣ୍ଡୀପାଠରେ ଉପବେଶନ ସହ ପୂଜାର୍ଚ୍ଚନାରେ ନିମଗ୍ନ ଥିବା ଦେଖିବାକୁ ମିଳିଛି। ଏହା ସହିତ ଆୟୋଜିତ ଅଖଣ୍ଡ ନାମ ସଂକୀର୍ତ୍ତନରେ ବହୁ ଶ୍ରଦ୍ଧାଳୁ ଭାବଭକ୍ତି ସହ ମଜ୍ଜି ରହୁଥିବା ଲକ୍ଷ୍ୟ କରାଯାଇଛି। ପୀଠରେ ଚତୁର୍ଦ୍ଦଶୀ ବ୍ରତ ପାଳନ କରୁଥିବା ଶ୍ରଦ୍ଧାଳୁମାନେ ମାଙ୍କ ନିକଟରେ ଦୀପଦାନ କରିଛନ୍ତି। ଏହି ଅବସରରେ ମହାଶକ୍ତି ପୀଠ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଶୁକ୍ରବାର ମଧ୍ୟ ମାଙ୍କୁ ବିଶେଷ ରୀତିନୀତିରେ ପୂଜାର୍ଚ୍ଚନା ସହ ଶେଷ ଦିନ ଅର୍ଥାତ୍ ଶନିବାର ଯଜ୍ଞରେ ପୂର୍ଣ୍ଣାହୁତି ପ୍ରଦାନ କରାଯିବ। ଉତ୍ସବର ଶେଷ ଦିନ ମା ବଗଳାମୁଖୀଙ୍କ ଆବିର୍ଭାବ ଅର୍ଥାତ୍ ଜନ୍ମୋତ୍ସବ ପାଳିତ ହେବ। ଏହି ଅବସରରେ ମାଙ୍କ ନିକଟରେ 1008 ପ୍ରକାର ବ୍ୟଞ୍ଜନ ସମ୍ବଳିତ ପ୍ରସାଦ ଅର୍ପଣ ନେଇ ବ୍ୟବସ୍ଥା ହୋଇଛି ବୋଲି ପୀଠର ଉପାଚାର୍ଯ୍ୟ ଆଦିତ୍ୟ ନାରାୟଣ ମିଶ୍ର ସୂଚନା ଦେଇଛନ୍ତି। ପୀଠର ସଂଖ୍ୟାଧିକ ସେବକ ଉତ୍ସବର ସମସ୍ତ କାର୍ଯ୍ୟ ପରିଚାଳନା କରୁଛନ୍ତି।
सेंट कॉलेज ऑफ नर्सिंग एंड पैरामेडिकल्स रे एडमिशन चली बीएससी नर्सिंग जीएनएम कोर्स पई जोगाजोग करंतु सेंट जॉन कॉलेज ऑफ नर्सिंग एंड पैरामेडिकल्स मिशन कंपाउंड बालेश्वर। मां लक्ष्मी ज्वेलर्स, विवेकानंद मार्ग, चिड़िया पोलो, बालेश्वर। Welcome to Pratiksha Fertility and IVF Clinic, Baleshwar. With state-of-the-art facilities and cutting-edge equipment, we provide the highest standard of fertility care. Pratiksha Fertility and IVF Clinic, Baleshwar. पाइप किनिबा पूर्वरु पाइप रो पारिबा पणिया उपरे प्रत्येक प्रश्नर उत्तर आमे दबु। पानीर प्रखर जेते तीव्र हो अबा पानीर शिखर जेते उच्च हो, एमके प्लास्ट कंपनी रे निर्मित एमकेपी ब्रांड रो सुदृढ़ एवं दीर्घस्थायी पीवीसी एंड एचडीपीई पाइप्स सर्वदा नंबर 1। सर्वनिम्न मूल्य रे सर्वोत्तम पाइप किनिबा पई जोगाजोग करंतु। एमके प्लास्ट प्राइवेट लिमिटेड, रामदासपुर इंडस्ट्रियल एस्टेट, गोड़ीसाही, कटक डिस्ट्रिक्ट। पिन 754006। कॉल करंतु 8637278439 किंबा ईमेल करंतु admin@mkplast.in।